ଦୋଳଯାତ୍ରା ଦେଖି ଫେରୁଥିବା ବେଳେ ବାଟରେ ଘଟିଲା ଭୟଙ୍କର ଦୁର୍ଘଟଣା। ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଅତି ଶକ୍ତ ଧକ୍କା ହେବାରୁ ଏକାଥରକେ ଚାଲିଯାଇଛି 3 ଜଣ ଯୁବକଙ୍କର ଜୀବନ। ଦୋଳଯାତ୍ରାରୁ ଘର ପାଇଁ ଆଣିଥିବା ମିଠା ସବୁ ରାସ୍ତା ଉପରେ ଛିଟିକି ପଡ଼ିଥିବା ବେଳେ ବାଇକ୍ର ସାମ୍ନା ପଟ ଏପରି ଭାବରେ ଭାଙ୍ଗିଛି ଯେ ଟାୟାର ବ୍ୟତୀତ ଆଉ ସବୁ କିଛି ଭାଙ୍ଗି ରୁଜି ଚୁରମାର ହୋଇଯାଇଛି। ଏପରି ମର୍ମନ୍ତୁଦ ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଜଗନ୍ନାଥ ମନ୍ଦିର ପାଖ ଢାବା ନିକଟରେ ଘଟିଛି। ଦୁର୍ଘଟଣା ସ୍ଥଳରେ ହିଁ ଜଣେ ଯୁବକର ମୃତ୍ୟୁ ହୋଇଥିଲା। ପରେ ବିଷମକଟକ ଡାକ୍ତରଖାନାରେ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବକର ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରାମନାଗୁଡ଼ା ବ୍ଲକ ଡମପଲିସି ଗାଁର ଆକାଶ ମାଣ୍ଡାଙ୍ଗୀ, ଥେରୁବାଲି ବୁରୁଜୁଗୁଡ଼ା ଗାଁର ବିରି ସିଂ ହିକା, ଆଉ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ। ସେପଟେ ଅତି ଗୁରୁତର ଥିବା ଭରତ ସିକା ନାମକ ଜଣେ ଯୁବକ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ବିଷମକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଗୀଠାରେ ଚାଲିଥିବା ଦୋଳଯାତ୍ରା ଦେଖି ଫେରୁଥିବା ସମୟରେ ଘଟିଥିଲା ଏହିଭଳି ମର୍ମନ୍ତୁଦ ଦୁର୍ଘଟଣା। ରାୟଗଡ଼ାରୁ ପ୍ରଫୁଲ୍ଲ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।